ମନ କିଣିନେଲା କୁସୁନପୁରର 24 ପ୍ରହର ନାମଯଜ୍ଞ। ଗ୍ରୀଷ୍ମର ପ୍ରବାହ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିଦେଉଥାଏ। ଅସହ୍ୟ ତାତିରେ ସାରା ଶରୀରରୁ ଝରି ଆସୁଥାଏ ଅବାରିତ ଝାଳବିନ୍ଦୁ। ସାରା ଶରୀର ଝାଳବିନ୍ଦୁରେ ଅଦା ସରବର ହୋଇଯାଉଥିଲେ ମଧ୍ୟ ମଣିଷ ସମାଜକୁ କ୍ଳାନ୍ତ କରିପାରୁନଥାଏ। ସେହି ଗ୍ରୀଷ୍ମର ନିଷ୍ଠୁରତା ପରିବେଶ ମଧ୍ୟରେ ସୃଷ୍ଟି ହୋଇଯାଇଛି ଜନସମୁଦ୍ରର ପରିବେଶ। ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ବୟସର ଅପରାହ୍ନରେ ପଦାର୍ପଣ କରିଥିବା ବୟସ୍କ ବ୍ୟକ୍ତି ମଧ୍ୟ ଝାସ ଦେଇଛନ୍ତି ଏହି ଜନସମୁଦ୍ରର ଭଉଁରୀ ଭିତରେ। ଏକତାର ଡରରେ ବାନ୍ଧି ହୋଇ ଜାତି ଅଜାତିର ଭେଦଭାବ ଭୁଲି ଛୁଆଁ ଅଛୁଆଁକୁ ଦୂରେଇ ଦେଇ ଗୋଟିଏ ସ୍ଥାନରେ ଏକାଠି ହୋଇ ରୁଣ୍ଡୀଭୂତ ହୋଇଥିବା ଦୃଶ୍ୟ ଖୁବ୍ ନିଆରା ହୋଇଥିଲେ ମଧ୍ୟ ଏକ ପବିତ୍ର ମୁହୂର୍ତ୍ତ। ସୁନ୍ଦର ସାଜସଜ୍ଜାର ଏକ ଆକର୍ଷଣୀୟ ପରିବେଶ। ସପ୍ତ ରଙ୍ଗର ମୁରୁଜ ବୁଣିଲା ପରି ରଙ୍ଗର ପସରା ବିଞ୍ଚି ହୋଇ ରହିଛି ପବିତ୍ର ଆଧ୍ୟାତ୍ମିକତାର କଅଁଳ ସ୍ଥାନରେ। ଖୋଳ ମୃଦଙ୍ଗର ଶବ୍ଦ ହୃଦୟର ଭିତରେ କମ୍ପନ ସୃଷ୍ଟି କରିଦେଉଥିବା ବେଳେ ହରିନାମର ମହାମନ୍ତ୍ର କାନକୁ ପବିତ୍ରର ଜୁଆର ଭେଟି ଦେଉଥାଏ। ଏହି ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲାର କୁସୁନପୁରରେ ହେଉଥିବା ଅଖଣ୍ଡ 24 ପ୍ରହର ନାମଯଜ୍ଞର ଦୃଶ୍ୟ। ପୁରୋହିତ ସୁଦର୍ଶନ ପାଣିଗ୍ରାହୀ, ଚନ୍ଦ୍ରଶେଖର ଦାସ ଏବଂ ଲାଲମୋହନ ଦାସଙ୍କ ପୌରୋହିତ କାର୍ଯ୍ୟକ୍ରମରେ ଅଖଣ୍ଡ 24 ପ୍ରହର ନାମଯଜ୍ଞ କୁସୁନପୁରରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। ବେତନଟିର ସନସା, ଚିତ୍ରଡ଼ାର କାକୁଡିହା, ବାରିପଦାର ସାନକେରକ, ବେତନଟିର ଶହୀଦପୁର, ଖୁଣ୍ଟାର ପାଣିଦାସ ଖୁଣ୍ଟା ଭଳି ଆଗଧାଡ଼ିର ଝିଅ କୀର୍ତ୍ତନ ଦଳମାନେ ଏହି ନାମଯଜ୍ଞରେ ଯୋଗଦେଇ ଖୁବ୍ ଉଚ୍ଚକୋଟୀର ସଂକୀର୍ତ୍ତନ ପରିବେଷଣ କରିଥିଲେ। କୁସୁନପୁର ଗ୍ରାମବାସୀଙ୍କ ଦ୍ୱାରା ମହାସମାରୋହରେ ଆୟୋଜିତ ହୋଇଥିବା ଏହି ଅଖଣ୍ଡ 24 ପ୍ରହର ନାମଯଜ୍ଞ ହୋଇଥିବା ବେଳେ କୁଳମଣି ଗିରି, ଆନନ୍ଦଗିରିଙ୍କ ପୂର୍ଣ୍ଣ ତତ୍ତ୍ୱାବଧାନର ଅବଦାନ ରହିଥିଲା। ଗ୍ରୀଷ୍ମର ପ୍ରବାହ ପରିବେଶକୁ ଉଷ୍ମତା ଭରି ଦେଇଥିବା ବେଳେ ହରିନାମର ମହାମନ୍ତ୍ର ଶ୍ରବଣ କରିବା ପାଇଁ ପ୍ରବଳ ଲୋକଗହଳି ଲାଗି ରହିଥିଲା। ଯଜ୍ଞରେ କେମିତି ଶୃଙ୍ଖଳା ରହିବ ଏବଂ ଦର୍ଶକମାନେ କେମିତି ସୁରକ୍ଷିତ ରହି ଯଜ୍ଞ ଉପଭୋଗ କରିପାରିବେ ସେଥିପାଇଁ ଗ୍ରାମବାସୀଙ୍କ ଦ୍ୱାରା ବିହିତ ବ୍ୟବସ୍ଥା କରାଯାଇଥିଲା। ଆଧୁନିକତାର ପରିଚୟ ନେଇ ଖୁବ୍ ଉତ୍ସାହ ସହକାରେ ସଂକୀର୍ତ୍ତନ ଦଳ ମଞ୍ଚକୁ ପ୍ରବେଶ କରୁଥିବା ବେଳେ ତାଙ୍କ ସଂକୀର୍ତ୍ତନକୁ ଉପଭୋଗ କରିବା ପାଇଁ ଦର୍ଶକ ପାଗଳ ହୋଇ ଯାଇଥାନ୍ତି। ପାରମ୍ପରିକ ବେଶ ପୋଷାକରେ ସଜ୍ଜିତ ହୋଇ ସଂକୀର୍ତ୍ତନ ମଣ୍ଡପକୁ ପଶିଲା ପରେ ଜଣାଯାଏ ସ୍ୱର୍ଗର ଉର୍ବଶୀର ଭ୍ରମ ସୃଷ୍ଟି କରିଦେଇଛନ୍ତି। କୁନି କୁନି ପାଦରେ ନୃତ୍ୟର ପସରା ସହିତ ମୁଖରେ ସର୍ବଶ୍ରେଷ୍ଠ ମହାମନ୍ତ୍ର ଗାନ ଖୁବ୍ ଉଚ୍ଚକୋଟୀର ହୋଇଥିଲା। ସଂକୀର୍ତ୍ତନ ଦଳମାନଙ୍କ ଉଚ୍ଚକୋଟୀର ସଂକୀର୍ତ୍ତନ ଦର୍ଶକମାନଙ୍କୁ ବାନ୍ଧି ରଖିଦେଇଥିଲା। ଖୁବ୍ ଆକର୍ଷଣୀୟ ମଞ୍ଚରେ ଆକର୍ଷଣୀୟ ହରିନାମ ସମସ୍ତଙ୍କୁ ଟାଣି ନେଇ ଯଜ୍ଞ ମଣ୍ଡପରେ ରୁଣ୍ଡୀଭୂତ କରିଦେଇଥିଲା। ଖୁବ୍ ମହାସମାରୋହରେ କୁସୁନପୁରରେ ଅଖଣ୍ଡ 24 ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଏ ଅଞ୍ଚଳର ଦର୍ଶକମାନଙ୍କ ମନ କିଣିନେଇ ପାରିଛି। ଏହି ନାମଯଜ୍ଞକୁ ଦେଖିବା ପାଇଁ ଆଖପାଖ ଦର୍ଶକ ସହିତ ବହୁ ଦୂରଦୂରାନ୍ତରରୁ ଦର୍ଶକ ଗ୍ରୀଷ୍ମକୁ ଖାତିର ନକରି ଛୁଟି ଆସିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ବ୍ୟୁରୋ ରିପୋର୍ଟ, এবি নিউজ।